না এটা এটা বস্তুতः ରୁଟି এটা সারা রাজ্যরে রাজস্ব ଅଧିକାରୀ ମାନଙ୍କର ତାଲିମ ଦେବା ପାଇଁ ଇଏ ଅନୁଷ୍ଠାନଟା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଯାହାକୁ ଆମେ ଇଂରାଜୀରେ OSDMA ବୋଲି କହୁଛୁ ତାର ଦ୍ୱାରା ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନ ରୁଟିର ଗୋଠପାଟନା ଠାରେ ଏଠି ଯେଉଁ ଭିତ୍ତିଭୂମି ଆମର ଅଛି ସେ ଭିତ୍ତିଭୂମିକୁ ଆହୁରି ମଜବୁତ ଏବଂ ଶକ୍ତିଶାଳୀ କରିବା ପାଇଁ ଏବଂ ଆହୁରି ବ୍ୟାପକ ଯେଉଁମାନେ ଏଠି ତାଲିମ ପାଇଁ ଆସୁଛନ୍ତି କିମ୍ବା ତାଲିମ ଦେବା ପାଇଁ ଆସୁଛନ୍ତି କିମ୍ବା ରାଜ୍ୟରୁ ଏବଂ ରାଜ୍ୟ ବାହାରୁ ବିଶେଷଜ୍ଞମାନେ ଆସୁଛନ୍ତି ସେମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା ତାଲିମ ଛାତ୍ରାବାସ ସୁରକ୍ଷାର ଆଜି ଏଠି ଶୁଭ ଉଦ୍ଘାଟନ ହେଲା। ଇଏ ଯେଉଁ ଛାତ୍ରାବାସ ଏଥିରେ 107 2 ଶଯ୍ୟା ବିଶିଷ୍ଟ କୋଠରୀ ଅନ୍ତର୍ଭୁକ୍ତ 23ଟି ଶୀତତାପ ନିୟନ୍ତ୍ରିତ କୋଠରୀ ଅନ୍ତର୍ଭୁକ୍ତ 7ଟି ଅତିଥି କକ୍ଷ ମଧ୍ୟ ଅଛି ଭୋଜନାଳୟ ମଧ୍ୟ ଅଛି ଆନ୍ତର୍ଜାତିକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ କର୍ମଶାଳା ଏବଂ ସମ୍ମିଳନୀର ପ୍ରତିନିଧି ମାନଙ୍କ ପାଇଁ ଏଟା ଗୋଟେ ଗୁଣାତ୍ମକ ଆବାସିକ ବ୍ୟବସ୍ଥା ଏହାର ସହିତ ଆହୁରି 2ଟି ଛାତ୍ରାବାସ ଯାହାକୁ ଆମେ ସଜାଗ ଏବଂ ସଂକଳ୍ପ ବୋଲି କହୁଛୁ ତାର ମଧ୍ୟ ଭିତ୍ତିପ୍ରସ୍ତର ଆଜି ସ୍ଥାପନ ହେଲା। ସଜାଗ ର ଯେଉଁ ବ୍ୟବସ୍ଥା ସେଥିରେ 39ଟି ଶଯ୍ୟା ବିଶିଷ୍ଟ କୋଠରୀ ଅଛି 56ଟି 2 ଶଯ୍ୟା ବିଶିଷ୍ଟ କୋଠରୀ ଅଛି ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ଭୋଜନାଳୟ ଏବଂ ସଜାଗର ସହ ଯେଉଁ ସଂକଳ୍ପର ଭିତ୍ତିଭୂମି ପାଇଁ ଆଜି ଆମେ ଫାଉଣ୍ଡେସନ ଷ୍ଟୋନ୍ ଲେ କଲୁ କାର୍ଯ୍ୟ ଆରମ୍ଭ ହେଲା ସେଥିରେ ମଧ୍ୟ 91ଟି ଏକ ଶଯ୍ୟା ବିଶିଷ୍ଟ କୋଠରୀ ଅଛି 10 ଗୋଟି ଅତିଥି କକ୍ଷ ଅଛି 2 ଗୋଟି ସମ୍ମିଳନୀ କକ୍ଷ ଅଛି ଅତ୍ୟାଧୁନିକ ବ୍ୟାୟାମଶାଳା ମଧ୍ୟ ଅଛି ଭୋଜନାଳୟ ମଧ୍ୟ ଅଛି ସମୃଦ୍ଧ ପାଠାଗାର ମଧ୍ୟ ଅଛି କାଫେଟେରିଆ ମଧ୍ୟ ଅଛି ତେଣୁ ଗୋଟେ ରାଜସ୍ୱ ଅଧିକାରୀ ମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ପାଇଁ ତାଲିମ ପ୍ରଦାନ କରିବା ପାଇଁ ଏବଂ ତାର ସାଙ୍ଗରେ ସାଙ୍ଗରେ ବିପର୍ଯ୍ୟୟ ସହିତ ସମ୍ପୃକ୍ତ ଯେଉଁ ଯେଉଁ ବିଭାଗ ଅଛି ସେମାନଙ୍କର ପାଇଁ ମଧ୍ୟ ତାଲିମ ଏବଂ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରିବା ପାଇଁ ଯାହା ଯାହା ଭିତ୍ତିଭୂମିର ଆବଶ୍ୟକତା ଅଛି ମୋତେ ଲାଗୁଛି ଦେଶରେ ରୁଟି ଅନୁଷ୍ଠାନର ଇଏ ପରିସର ଏକ ଅତ୍ୟାଧୁନିକ ପରିସର ହେବ ଯେଉଁ ପରିସରରେ ରାଜ୍ୟର ଯେଉଁମାନେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନାର କାମ ସମ୍ଭାଳୁଛନ୍ତି ସେମାନଙ୍କ ପାଇଁ ତ ତାଲିମ ହେବ ହିଁ ହେବ ତାର ବାହାରେ ଅନ୍ୟ ରାଜ୍ୟରୁ ମଧ୍ୟ ଯେଉଁମାନେ ସବୁ ଆମର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଦେଖିବା ପାଇଁ ଏବଂ ଶିଖିବା ପାଇଁ ଆସୁଛନ୍ତି ଇଏ ଅନୁଷ୍ଠାନ ମଧ୍ୟ ସାରା ଦେଶର ବିଭିନ୍ନ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା କ୍ଷେତ୍ରରେ ଏବଂ ରାଜସ୍ୱ ସେବା ପ୍ରଦାନ କରିବାର କ୍ଷେତ୍ରରେ ଏକ ଉଦାହରଣ ହେବ ଏବଂ ଏକ ଇପି ସେଣ୍ଟର ଏନ୍ତୁଡ଼ିଶାଳା ହେବ ଆଗାମୀ ପିଢ଼ିକୁ ସାରା ଭାରତ ବର୍ଷରେ ନୂଆ ରାସ୍ତା ଦେଖିବା ପାଇଁ।